ହଁ ଯଦି ଆମର ବା କହିବ ଦବା ନବା ବାପା ବୋଉଙ୍କ ଭିତରେ ଦବା ନବା କଥା ନାହିଁ। ଆପଣ ବା ଆମ ଆଡଭୋକେଟ ସାଥିରେ କଥା ହେବେ, ସେଇଠି ଏଗ୍ରିମେଣ୍ଟ କରିବେ। କାଳେ ମୁଁ ପଇସା ନେଇ ଠକିଦେବି, କାଳେ ମୁଁ ମିଛ କହିବି, କାଳେ ମୁଁ ଫାଙ୍କି ଦେବି, କାଳେ ମୁଁ ଆପଣଙ୍କ ପୁଅକୁ ହଇରାଣ କରିବି। ସେଇଟା କୋର୍ଟ ପେପରରେ ସତ କଥା କହିବ ନା କଥାରେ କଥାରେ ସତ କଥା ବାହାରିବ? କୋର୍ଟ ହବ ଭଦ୍ରଲୋକ ହେବେ। ବାହାଘର କଣ କୋର୍ଟ କରିଥିଲା? କୋର୍ଟ ହିଁ ବାହାଘର କୋର୍ଟ କରିଥିଲା? ବାହାଘରର ସାର୍ଟିଫିକେଟ ଆମର କୋର୍ଟ ହିଁ କରିଥିଲା। ପ୍ରଥମ ବାହାଘରଟା ଆମର କୋର୍ଟ ହିଁ କରିଥିଲା। ଆମ ବାହାଘରକୁ ଭଦ୍ରଲୋକ ବି କେହି ଆସିକି କରିନଥିଲେ, ମୋ ବାପା ବସି କରିଥିଲେ। ଆପଣ ଆସିକି ଆଡଭୋକେଟ ହାତରେ ବସିକି କଥା ହଉନାହାନ୍ତି। ମୋ ବାପା ବସିଥିବେ, ଆଡଭୋକେଟ ବସିଥିବେ, ଆପଣ ବସିଥିବେ, ପରଫେକ୍ଟ ନିୟମରେ କଥା ବାହାରିବ। ଆଉ ମନ ଇଚ୍ଛା ଆମେ କଥା ବାହାର କଲେ କିଛି ତ ଲାଭ ନାହିଁ ନା। ନାଇଁ ନାଇଁ, ମନ ଇଚ୍ଛା କଥା କଲେ କଣ ହବ? ଆମେ ଗୋଟେ ମନ ଇଚ୍ଛା କହିଦଉଥିବୁ, ଆପଣ ଗୋଟେ ମନ ଇଚ୍ଛା କହିଦଉଥିବେ, କଥା କେତେ ଦୂର ଠିକ ହବ? ନାଇଁ ନାଇଁ ନାଇଁ, ସେଇଟା ଠିକ ନୁହଁ, ବୁଝିଲି। ଆଉ ମୁଁ ଗୋଟେ କଥା କହିଦେଇକି ପରେ ଫାଙ୍କି ଦଉଥିବି, ବଟ୍ ଆମେ ଗୋଟେ ଆଡଭୋକେଟ ସାଙ୍ଗରେ ଯଦି ବସିକି କଥା ହଉଥିବା, ସିଏ କଣ କଥା ଫାଙ୍କିବ? ଆମର କୋଉ ଭଦ୍ରଲୋକ କେହି ପଇସା ଦେବେ କି? କେହି ଭଦ୍ରଲୋକ ପଇସା ଦେବେନି। ଆପଣ ଆସିବେ, ଆପଣ ଆସିବେ, ଆପଣଙ୍କର ଠିକ ଅଛି, ଆପଣଙ୍କ ତରଫରୁ ଭଦ୍ରଲୋକ ଆଣନ୍ତୁ, ମୋର କିଛି ଲେନ ଦେନ ନାହିଁ, ହେଲା। ଆଉ ମୋ ବାପା ବସିଥିବେ, ମୁଁ ବସିଥିବି, ଆପଣ ପୁଅ ବସିଥିବେ, ଆପଣ 100 ଭଦ୍ରଲୋକ ଆଣନ୍ତୁ, 200 ଭଦ୍ରଲୋକ ଆଣନ୍ତୁ, ସେଟା ଆପଣଙ୍କ ଉପରେ ଡିପେଣ୍ଡ କରେ। କାହିଁକିନା ମୋର କଥା ମୋ ବାପା ଆଉ ମୋ ଆଡଭୋକେଟ ହେବେ। ମୋର ଏଠି ଭଦ୍ରଲୋକ ଲାକିକି ଲୋକ ଲଜ୍ଜା ହବାର ନାହିଁ। ଲୋକ ସବୁ ଜାଣିବେ, ହଁ ଆ ପୁଅ ଏମିତି ଲଫଡା କରିଥିଲା, ମୋ ଗାଁ ଲୋକ ଜାଣିବେ ଏ ପୁଅ ଏମିତି ଲଫଡା କରିଥିଲା ବୋଲି ଝିଅ ଛାଡିଦେଲା। ମତେ ଲୋକ ଲଜ୍ଜା ହବାର ନାହିଁ। ମତେ ଟୋଟାଲ ଲୋକଙ୍କୁ ଜଣେଇବାର ନାହିଁ ମୋ ସ୍ୱାମୀର ଏଇ ଗୁଣ ଯୋଗୁଁ ମୁଁ ଛାଡିକି ଆସିକି ରହୁଛି। ମୋ ଜଣେଇବାର ନାହିଁ ବୋଲି ମୁଁ ଭଦ୍ରଲୋକ ଡାକୁନି। କେବେ ଛିଡେଇବା? ମତେ ଲେଟ୍ ହେଇଗଲା।